Greetings to you in the name of Lord Jesus Christ. प्रभु जीशु ख्रीष्टଙ୍କ ନାମରେ ଆପଣ ସମସ୍ତଙ୍କୁ ସୁସ୍ୱାଗତ। I'm very happy to see you all. ଆପଣଙ୍କୁ ଦେଖିକରି ଆଜ୍ଞା ବହୁତ ଖୁସି See, ଅଛନ୍ତି। this is my second time to Odisha. ଆଉ ଏହା ଆଜ୍ଞାଙ୍କର ଦ୍ୱିତୀୟ ଥର ଓଡ଼ିଶା ଗସ୍ତ। Last time I came to Jariguma. ଆଉ ବିଗତ ସମୟରେ ଆମେ ଝରିଗୁମାରେ ଆସିଥିଲେ। We stayed there for 2 days. ଆଉ ସେଇ ଗାଁରେ 2 ଦିନ ରହିଛନ୍ତି। And our Harish Bhai also good translator. He was with me on those days. ଆଉ ମୁଁ ମଧ୍ୟ ତାଙ୍କର ସହିତ ଥିଲି। Even today morning also we were staying there only. ଆଉ ଆଜି ସକାଳେ ମଧ୍ୟ ସେମାନେ ନବରଙ୍ଗପୁରରେ ଆମ ଘରେ ରହିଥିଲେ। Nice tiffin खिलाया था. ଆଉ ସୁନ୍ଦର ଭାବରେ ଟିଫିନ ଖାଇକିରି ଆସିଲୁ ଆମେ। And he married a Telugu girl. Do you know or not? ଆଉ ମୁଁ ଜଣେ ତେଲୁଗୁ ଝିଅକୁ ବାହା She ହେଇଛି। belongs to our family. ଆଉ ସେ ବିଶାଖାପାଟଣାର ଝିଅ ମୋର ୱାଇଫ। Okay, whatever it may be, the connection is very good. Hallelujah. ଆଉ ସେ ଯାହା କୌଣସି ବିଷୟ ମଧ୍ୟ ହଉ ଯେ ସମ୍ପର୍କ ବହୁତ ଭଲ ଅଛି। Yes, I have seen all you people. You people are very hard workers, right? ଆଉ ଆପଣ ମାନେ ବହୁତ ପରିଶ୍ରମ ଲୋକ ଅଟନ୍ତି। See, all the way you work, keep on working. ଆଉ ଆପଣ ମାନେ ସବୁବେଳେ ପରିଶ୍ରମ କରୁଛନ୍ତି। That's why you are very healthy people. ଆଉ ତେଣୁ କରି ଆପଣ ମାନେ ବହୁତ ସୁସ୍ଥ But ଅଛନ୍ତି। in our city, what happens, do you know? କିନ୍ତୁ ଆମମାନଙ୍କର ସହରରେ କଣ ହୁଏ Keep ଜାଣିଛନ୍ତି on କି? eating and we develop our bellies. ଆଉ ଆମେ ସବୁବେଳେ ଖାଇ କରି ଆମମାନଙ୍କର We ପେଟ go on ପୋଡେଇ ଖାଉ। bikes. We go on bikes and cars. ଆମେ ସବୁବେଳେ କାରରେ ଯାଉ ବାଇକ ରେ ଯାଉ। That's why we are very sick. ଆଉ ତେଣୁ କରି ଆମେ ମାନେ ବହୁତ ଦୁର୍ବଳ ଅଟୁ। I'm very happy to see you all. ଆଉ ଆପଣ ମାନଙ୍କୁ ସମସ୍ତଙ୍କୁ ଦେଖିକରି ବହୁତ ଖୁସି। Come on, once again, clap for you all. ଆସନ୍ତୁ ଆମେ ସମସ୍ତେ ନିଜର ତାଳି ମାରିବା। Hallelujah. ହାଲେଲୁୟା। Hallelujah. See, all the way you are developing your area and your what is that? All your properties. ଆମେ ସମସ୍ତେ ନିଜର ଏରିଆକୁ ନିଜର ପ୍ରପର୍ଟିକୁ ଆମେ If develop someone କରୁ। comes and capture everything, do you like that? ଯଦି କୌଣସି ଲୋକ ଆମର ସମ୍ପତ୍ତିକୁ ଆସିକରି ମାଡ଼ି ବସେ ଆମେ ଇଚ୍ଛା କରିବା କିଛା। Suppose you are earning a lot, ଯଦି ଆମେ ଯଦି ବହୁତ ଟଙ୍କା ଉପାର୍ଜନ କରୁଛୁ, government is putting different tax on you. ଯଦି ସରକାର ଆମର ପାଖରେ ଯଦି ବିଭିନ୍ନ ପ୍ରକାର ଟ୍ୟାକ୍ସ ଲଗାଇବ, Nobody's latest tax that is VAT. Do you know that? ଆଉ ଆଜିକାଲି ନୂଆ ଟ୍ୟାକ୍ସ ଆସିଛି ଯୋଉଟା ଭ୍ୟାଟ୍ ଟ୍ୟାକ୍ସ ବୋଲିକରେ। Yeah, we have to pay early and they will pay later. ଆଉ ଆମେ ଟ୍ୟାକ୍ସ ପୂର୍ବରେ ବାନ୍ଧିବାର ଅଛି ତାପରେ ଆମର ରିଟର୍ନ ସେମାନେ ଦେବେ। Is this good or not? ଏହା ଉତ୍ତମ ବିଷୟ କି ଖରାପ ବିଷୟ ଅଟେ? जितना मुश्किल से हम कमाते हैं सब गवर्नमेंट गवाते हैं, है ना? ଯେତେ ପରିଶ୍ରମ କରି ଆମେ କମାଉଛୁ ଉପାର୍ଜନ କରୁଛୁ ତାହା ସମସ୍ତ ଗଭର୍ଣ୍ଣମେଣ୍ଟକୁ ଦଉଛୁ। See, sometimes what happens, there is a person who is known as Zacchaeus. ଆଉ Zacchaeus. ଯକ୍ଷଙ୍କ ବିଷୟରେ ଆମେ ସମସ୍ତେ ଜାଣୁ। He is a tax collector. ଆଉ ସେ ଜଣେ କର ଆଦାୟକାରୀ ଲୋକ ଥିଲେ। Okay, today let's go. Let's learn about the tax collector. What happens in his life? ଆଜି ଆମେ କର ଆଦାୟକାରୀଙ୍କ ବିଷୟରେ ଶିଖିବା। Come on, let's go in the Bible. ଆସନ୍ତୁ ଆମେ ନିଜ ବାଇବେଲ ଖୋଲିବା। Luke chapter 19. ଲୁକ 19 ପର୍ବ Chapter 19 from the beginning. ଆଉ ତାର ପ୍ରଥମ ପଦରୁ ଆରମ୍ଭ କରି ତାର ତଳ ଅଂଶ ଦେଖିବା। Come on, I want someone to read this. ଆସନ୍ତୁ କେହି ଜଣେ ମଧ୍ୟ ପଢିବାର ସାହାଯ୍ୟ କରନ୍ତୁ। Luke chapter 19. Yes. ତାହା ମଧ୍ୟ ଦେଇ ଯାଉଥିଲେ ଆଉ ଦେଖ ଜକିୟ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ। ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁନଥିଲେ। Hallelujah. Hallelujah. ହାଲେଲୁୟା। Let's pray a little. ଆସନ୍ତୁ ପ୍ରାର୍ଥନା କରିବା। Thank you, Father. ପ୍ରଭୁ ତୁମର ଧନ୍ୟବାଦ। Thank you for this afternoon. ଏହି ମଧ୍ୟାହ୍ନ କାଳ Thank you for this congregation. ଏହି ସଂଗତି ନିମନ୍ତେ Thank you for your presence, Lord. ଆଉ ତୁମର ପରିସ୍ଥିତି ନିମନ୍ତେ The ଧନ୍ୟବାଦ। verse which we have read right now, ବର୍ତ୍ତମାନ ଯେଉଁ ବାକ୍ୟ ଆମେ ଅଧ୍ୟୟନ କରୁଛୁ I put it before you, Father. ଆଉ ଏହି ବାକ୍ୟକୁ ତୁମର ହସ୍ତରେ ସମର୍ପିତ Just କରୁଛୁ। talk with us. ତୁମେ ଆମମାନଙ୍କ ସହିତ କଥା Lead us. ଆମମାନଙ୍କୁ ତୁମେ Guide us, Father. ଆମମାନଙ୍କୁ ତୁମେ Thank you for keeping your presence with us. ତୁମର ଉପସ୍ଥିତି ନିମନ୍ତେ ଧନ୍ୟବାଦ I ଦଉଛୁ। ask in Jesus' name. ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଛୁ। Amen. ଆମେନ୍ Amen. ଆମେନ୍। Today we are looking at a person. His name is Zacchaeus. ଆଜି ଆମମାନେ ଗୋଟେ ବ୍ୟକ୍ତିଙ୍କ ବିଷୟରେ ଦେଖିବା ଆଉ You know what ତାଙ୍କ is ନାମ his- ହେଉଛି ଯକ୍ଷ। What is his job? ଆଉ ଆପଣମାନେ ଜାଣିଛନ୍ତି କି ସେ କଣ କାମ କରୁଥିଲେ? Collecting tax. ଆଉ ସେ କର ଆଦାୟ କରୁଥିଲେ। And not just simply collecting tax. ଆଉ କେବଳ ସାଧାରଣ ଭାବରେ ନୁହେଁ गला पकड़ के टैक्स कलेक्ट करता है। ବେକ ଧରି କରି ମଧ୍ୟ ସେ କର ଆଦାୟ କରୁଥିଲେ। हालेलुया। ହାଲେଲୁୟା। हालेलुया। किसी को भी नहीं छोड़ता है। କାହାକୁ ମଧ୍ୟ ସେ ଛାଡୁ ନଥିଲେ। हालेलुया। ହାଲେଲୁୟା। Okay, let us see what happens in his life. ଆସନ୍ତୁ ଆମେ ଦେଖିବା ତାଙ୍କର ଜୀବନରେ କଣ ହଉଛି। Come on, the first verse. ଆଉ ପ୍ରଥମ ପଦରେ Then Jesus passed through Jericho. ଆଉ ପରେ ସେ ଜିରିହରେ ପ୍ରବେଶ କରି ତାହା ପଥ ମଧ୍ୟ ଦେଇ ଯାଉଥିଲେ। Now behold, there was a man named Zacchaeus, Yeah. who was the chief
tax collector. ଆଉ ଦେଖ ଯକ୍ଷ ନାମର ଜଣେ ଲୋକ ଥିଲେ ସେ ଜଣେ ପ୍ରଧାନ କରଗ୍ରାହୀ ଅଧନୀ ଲୋକ। Let us see, there is a city which is known as Jericho. ଆଉ ଗୋଟେ ସହର ଥିଲା ଆଉ ତାର ନାମ Do you know what is the history about Jericho? ଆଉ ଜିରିହ ସହରର ଯଦି ଇତିହାସ ଦେଖିବା ଆମେ Jericho is the place which is cursed by God. ଆଉ ଜିରିହ ଏମିତି ଗୋଟେ ସ୍ଥାନ ଥିଲା ଯୋଉଟା କି ଶାପଗ୍ରସ୍ତ See, ଅଭିଶପ୍ତ let us see Joshua, let ଆଉ us see, ଜିହୋଶୁଆ ପୁସ୍ତକ ଦେଖିବା chapter 6 and 26 verse. ଜିହୋଶୁଆ 6 ପର୍ବ When the Jericho was captured by Joshua on those days, 6 and 26. 6 ପର୍ବ 26 ପଦ ଜିହୋଶୁଆ 6 ପର୍ବ 26 ପଦ ପଢନ୍ତୁ କେହି ଜଣ। Yes. ସେ ସମୟରେ ଜିହୋଶୁଆ ସେମାନଙ୍କୁ ଶପଥ କରାଇ କହିଲେ, Mm. ଯେ କେହି ଉଠି ପୁନର୍ବାର ଏହି ଜିରିହ ନଗର ନିର୍ମାଣ କରେ Mm. ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ। Yes. ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ Yes. ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ। Hallelujah. ହାଲେଲୁୟା Hallelujah. ହାଲେଲୁୟା। You have heard the word, right? ଆପଣ ମାନେ ଶୁଣିଲେ ପ୍ରଭୁଙ୍କ ବାକ୍ୟ। Come on, say hallelujah. ହାଲେଲୁୟା। Lift your hands and say hallelujah. ହାତ ଉଠାଇକି କୁହନ୍ତୁ। I request children to shout hallelujah. ପିଲାମାନେ କୁହନ୍ତୁ ହାଲେଲୁୟା। I request children to shout hallelujah. Hallelujah. ହାଲେଲୁୟା। See, there is a city which is known as Jericho ଆଉ ଗୋଟେ ସହର ଯାହାର ନାମ that ଜିରିହ has been cursed by God. ଆଉ ଯାହାକି ପ୍ରଭୁଙ୍କ ଦ୍ୱାରା ଅଭିଶପ୍ତ When ସହର। God was leading Israelites to that place, ଆଉ ଯେତେବେଳେ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପରିଚାଳନା କରୁଥିଲେ and every day for the 7 days they took a round over there. ଆଉ 7 ଦିନ ଧରି କରି ସେ ଜିରିହ And the ସହର seventh day- ଚାରିଆଡେ seventh day- ସେମାନେ ରାଉଣ୍ଡ ମାରୁଥିଲେ। Yes, 7th day they took 7 rounds. ଆଉ ସପ୍ତମ ଦିନରେ 7 ରାଉଣ୍ଡ ମାରିଲେ There's ସେମାନେ। such a big walls they fell down. ଆଉ ବହୁତ ବଡ ପ୍ରାଚୀର ସେଦିନ କଣ ହେଇଥିଲା ଭାଙ୍ଗି ଯାଇଥିଲା। God has done great things, right? ଆଉ ପ୍ରଭୁ ମହାନ କାର୍ଯ୍ୟ କଲେ। See, such a place, Jericho, ଆଉ ସେପରି ଜାଗାରେ there God has promised us something. ଆଉ ପରମେଶ୍ୱର ଗୋଟେ ପ୍ରତିଜ୍ଞା କରୁଛନ୍ତି। He wants to give the place to Israelites. ଆଉ ସେ ସେଇ ସହରକୁ ଇସ୍ରାଏଲ ଲୋକଙ୍କୁ ଦେବା ପାଇଁ ପ୍ରତିଜ୍ଞା But କଲେ। already the Jericho people are there. କିନ୍ତୁ ଜେରିହରେ ଲୋକମାନେ ବସବାସ କରୁଥିଲେ। God wants that to be back. ଆଉ ପରମେଶ୍ୱର ସେଇ ସହରକୁ ପାଇବାକୁ ଚାହୁଁଛନ୍ତି। See, sometimes we earn a lot, ଆଉ ଅନେକ ସମୟରେ ଆମେ ବିଭିନ୍ନ ପ୍ରକାର ବିଷୟ ଉପାର୍ଜନ but କରିଥାଉ। that is with somebody. ଆଉ ତାହା ଅନ୍ୟ ଲୋକଙ୍କର ଠାରୁ God wants that to be come back. ଆଉ ପରମେଶ୍ୱର ଚାହାନ୍ତି ସେଇ ବିଷୟ ଆମର ଜୀବନରେ ଆସେ ବୋଲି। He wants to give the reward which you earned. ଆଉ ପରମେଶ୍ୱର ଆମମାନେ ଯାହା ମଧ୍ୟ ପ୍ରାପ୍ତ କରିଛୁ ତାହାକୁ ପାଇବା ପାଇଁ ସେ Actually, Jericho not belongs to those people. ଆଉ ଜିରିହ ସେଇ ଲୋକଙ୍କର ନୁହେଁ In God's list, Jericho belongs to Israelites. କିନ୍ତୁ ପରମେଶ୍ୱରଙ୍କର ଲିଷ୍ଟରେ ଜିରିହ ଇସ୍ରାଏଲ ଲୋକଙ୍କର ଥିଲା। That's why God sent Israelites to capture that. ଆଉ ତେଣୁ କରି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ Finally, ଦେଶକୁ ପ୍ରାପ୍ତ ହେବା ପାଇଁ ପଠେଇଲେ। finally Joshua ଆଉ ଶେଷରେ ଜିହୋଶୁଆ is cursing the place. ଆଉ ସେଇ ଜାଗାକୁ If anyone builds this place, ଯେ କୌଣସି ଲୋକ ମଧ୍ୟ ଏଇ ଜାଗାକୁ ଯଦି ନିର୍ମାଣ when he କରିବ puts the cornerstone, ଆଉ ଯଦି କୌଣସି ଲୋକ ସେଇ ଜାଗାରେ ଯଦି ଫାଉଣ୍ଡେସନ ପକାଇବ the elder son should die. ଆଉ ସେ ଲୋକ ନିଶ୍ଚିତ ଭାବରେ ମରିବ। And when he keeping that doorpost and etc., ଆଉ ଯେତେବେଳେ ସେମାନେ ବିଭିନ୍ନ ପ୍ରକାର he has to lose his second son. ଆଉ ଯେଉଁମାନେ ଯଦି କୌଣସି ଜାଗା କାମ କରୁଛନ୍ତି ସେମାନେ ତାଙ୍କର ପୁତ୍ର ମାନେ ମରୁଛନ୍ତି। The second one. ଆଉ ତାଙ୍କର ସେକେଣ୍ଡ ପୁଅ ମରୁଛି। Yes. So in the same manner, it's happened. ଆଉ ଏହି ପ୍ରକାର ଭାବରେ ଏହି ବିଷୟ ହଉଛି। Let us see in 1 Kings chapter 16 and 34. ପ୍ରଥମ ରାଜାବଳୀ 1 Kings chapter 16 and 34. 16 ପର୍ବ 34 ପଦ। There is a man known as Heal time. It's a period of Heal. 16 and 34. ବେଥେଲିଓ Yeah. ଏଲ ଜିରିହ ନଗର ପୁନର୍ବାର ନିର୍ମାଣ କଲେ। Ji. ସଦାପ୍ରଭୁ ନୁନର ପୁତ୍ର ଜିହୋଶୁଆଙ୍କ ହସ୍ତରେ Yeah. ଯାହା କହିଥିଲେ ସେହି ବାକ୍ୟ ଅନୁସାରେ ସେ ଆପଣ ଜ୍ୟେଷ୍ଠ ପୁତ୍ର ଅବିରାମ ମୃତ୍ୟୁ ସହିତ ନଗରର ଭିତ୍ତିମୂଳ ସ୍ଥାପନ କଲେ। Hallelujah. ହାଲେଲୁୟା। These days, Hail of Bethel built Jericho. See, there is a man called Hail. His name is Hail. ଆଉ ହିଏଲ ବୋଲି କରି ଜଣେ ଲୋକ ଥିଲେ। He wanted to build the city. ଆଉ ସେ ଜିରିହ ନଗରକୁ ପୁନର୍ବାର ନିର୍ମାଣ କରିବାକୁ ଚେଷ୍ଟା କଲେ। Then what happened? ଆଉ କଣ ହେଲା? When he is building the city, ଆଉ ଯେତେବେଳେ ସେ he has to lose his elder son. ପୁନର୍ବାର ନିର୍ମାଣ କରୁଛନ୍ତି Again the second time- ପୁତ୍ରକୁ ହରାଉଛନ୍ତି। Second time he lost his second son also. ଆଉ ଦ୍ୱିତୀୟ ଥର ମଧ୍ୟ ତାଙ୍କର ଜ୍ୟେଷ୍ଠ ପୁତ୍ରକୁ That was the curse on that city. ଆଉ ସେଇ ପ୍ରକାର ଅଭିଶାପ ସେ ଜାଗାରେ ଥିଲା। Now I am talking about the Zacchaeus.
ଆଉ ଯକ୍ଷଙ୍କ ଜୀବନର ବିଷୟରେ ଆମେ He has ଦେଖୁଛୁ come ଆଜି। from that city. Hallelujah. ଆଉ ସେ ମଧ୍ୟ ସେହି ସହର ମଧ୍ୟରୁ See, ଆସିଥିଲେ। since so many years the city is perishing with the curse. ଆଉ ଅନେକ ଅନେକ ବର୍ଷ ପର୍ଯ୍ୟନ୍ତ ସେହି ଜିରିୟ ସହର ଅଭିଶପ୍ତ ଭାବରେ ଥିଲା। Do you know what for the Jesus has come to this world? ଆପଣ ମାନେ ଜାଣନ୍ତି କି ଯୀଶୁ କାହିଁକି ଆସିଥିଲେ ଜଗତରେ? Jesus has come to take out your curse. ଯୀଶୁ ଆସିଥିଲେ କାରଣ ଆମମାନଙ୍କର For so many years, ଆଉ ଅନେକ ବର୍ଷ people are ଧରି suffering with curse, ଅନେକ ଲୋକ ବିଭିନ୍ନ ପ୍ରକାର ଶାପଗ୍ରସ୍ତ ଭାବରେ ଅଛନ୍ତି, different type of curses. ବିଭିନ୍ନ ପ୍ରକାର ଅଭିଶାପ୍ତ ବିଷୟରେ ଅଛନ୍ତି। Out of all the things, Jesus wants you to come out. ଆଉ ସେ ସମସ୍ତ ଅଭିଶାପର ଯୀଶୁ ମୁକ୍ତ କରିବାକୁ ଚାହାନ୍ତି। So today he has planned to go and visit the Jericho. ଆଉ ଆଜି ସେ କଣ କରୁଛନ୍ତି ବାକ୍ୟରେ ଦେଖାଯାଉଛି ଯେ ଜିରିହରେ ପ୍ରବେଶ କରିବାକୁ ଚାହିଁଲେ। Hallelujah. ହାଲେଲୁୟା। Today Jesus also planned one more place. Do you know what is that? ଆଉ ଆଜି ଯୀଶୁ ଆଉ ଗୋଟେ ବିଷୟ ଆଉ ଗୋଟେ ଜାଗାରେ ଯିବାକୁ ଚାହୁଁଛନ୍ତି, ଜାଣନ୍ତି କି ସେ ଜାଗା କଣ? Do you know which place is that? କେଉଁ ଜାଗାରେ ଯିବାକୁ ଚାହୁଁଛନ୍ତି ଜାଣନ୍ତି କି ଆପଣ ମାନେ? What is your place? ଆପଣ ମାନଙ୍କର ଜାଗାର ନାଁ କଣ? ମହଲି। ମହଲି। Holy? Yes. Jesus wants to visit your place. Come on, clap. Hallelujah. ହାଲେଲୁୟା। Hallelujah. 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 See, since so many years we have been worshipping idols, ଆମମାନେ ଅନେକ ବର୍ଷ ଧରି କରି ମୂର୍ତ୍ତିକୁ ପୂଜା କରୁଛୁ। we have forgotten our Creator, ଆମର ସୃଷ୍ଟିକର୍ତ୍ତାକୁ ଆମେ ଭୁଲି ଗଲୁ। and we create different of gods. ଆମେ ନିଜର ମୂର୍ତ୍ତିକୁ ନିର୍ମାଣ କରୁଛୁ ନିଜ So the ନିଜର। curse is on us. ଆଉ ସେଇ ଅଭିଶାପ Since our forefathers, ଆମମାନଙ୍କର ପୂର୍ବ ପୁରୁଷ since our ancestors, ଆମମାନଙ୍କର ପୂର୍ବ ପୁରୁଷ now ସମୟରୁ Jesus wants you to come back out of that place. ଆଉ ଯୀଶୁ ଖ୍ରୀଷ୍ଟ ଚାହାନ୍ତି ଆମମାନେ ସେ ସମସ୍ତ Come on, somebody clap. Hallelujah. ବାହାରକୁ ଆସିବା। Shout hallelujah. That's why Jesus has come to your place. Hallelujah. ତେଣୁକରି ଯୀଶୁ ଖ୍ରୀଷ୍ଟ ଆଜି ଆମର ଗାଁ Okay, let's see what happened in Zacchaeus' life. ଆସନ୍ତୁ ଦେଖିବା ଯକ୍ଷଙ୍କ ଜୀବନରେ କଣ ହଉଛି। Come on, read the second verse. ଦ୍ୱିତୀୟ ପଦ ମୁଁ ପଢିବି। Now behold, there was a man named Zacchaeus who was a chief tax collector, Yes. and he was rich. Yes. See, there is a person, his name is Zacchaeus. He was a tax collector ଆଉ ଯକ୍ଷ ନାମର ଜଣେ ଲୋକ ଥିଲେ, ସେ ଜଣେ ପ୍ରଧାନ କରଗ୍ରାହୀ and he is very rich. ଆଉ ସେ ଧନୀ ଲୋକ ଥିଲେ। Now, please note down, he is very rich. ଦୟାକରି ଚିହ୍ନ କରନ୍ତୁ ସେ ଜଣେ ଧନୀ ଲୋକ ଥିଲେ। How he became a rich person? ଆଉ ସେ କି ପ୍ରକାର ଭାବରେ ଧନୀ ହେଲେ? Collecting tax. ସେ କରକୁ ଆଦାୟ କରି କରି ଧନୀ Not ହେଲେ। simply collecting tax. ସେ କେବଳ ସାଧାରଣ ଭାବରେ କର ଆଦାୟ କରୁନଥିଲେ। He is earning money from the top and again the down also. ଆଉ ସେ ବିଭିନ୍ନ ପ୍ରକାର ମାଧ୍ୟମରେ ସେ ପଇସା ପାଉଥିଲେ। He is earning money from right side and left side also. ସେ ପଟରୁ ପଇସା ପାଉଥିଲେ, ସେ ପଟରୁ ପଇସା ପାଉଥିଲେ। That's why he has become a rich. ତେଣୁ କରି ସେ ଧନୀ ହେଇଗଲେ। Okay, then what happened? ତାପରେ କଣ ହେଲା ଦେଖିବା। Okay. Sought to see Jesus was. Ah, He sought to see who Jesus was, yes. but could not because of the crowd, Yes. and he was of short Stature. Hallelujah. ହାଲେଲୁୟା। Hallelujah. ହାଲେଲୁୟା। Read it now. ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, ଜି। କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁନଥିଲେ, କାରଣ ସେ ବାଙ୍ଗର ଥିଲେ। This word I like very much. ଆଉ ଏଇ ବାକ୍ୟକୁ ଆମେ ବହୁତ ପସନ୍ଦ କରୁ। See, this Zacchaeus, he wants to see what Jesus is. ଏଇ ଯକ୍ଷ ଯୀଶୁଙ୍କୁ ଦେଖିବା ପାଇଁ ଚେଷ୍ଟା I କରୁଛି। think he would have heard about Jesus. ସେ ଯୀଶୁଙ୍କ ବିଷୟ ଶୁଣିଥିବ ବୋଧେ। So many miracles also there. ଆଉ ଅନେକ ପ୍ରକାର ଆଶ୍ଚର୍ଯ୍ୟକ୍ରମ ହଉଥିଲା He would have heard ଯୀଶୁଙ୍କର। about that also. ଆଉ ସେଇ ବିଷୟ ମଧ୍ୟ ସେ But ଶୁଣିଥିବ। somehow or other he wants to see Jesus. କିନ୍ତୁ ଯେ କୌଣସି ଭାବରେ ମଧ୍ୟ ସେ ଯୀଶୁଙ୍କୁ ଦେଖିବା ପାଇଁ ଚାହୁଁଥିଲା। Are you eager to see Jesus? ଆପଣ ମାନେ କଣ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା କରୁଛନ୍ତି? Is there anyone who wants to know about Jesus? ଆପଣ ମାନଙ୍କ ମଧ୍ୟରୁ କେହି ଜଣ ମଧ୍ୟ କଣ ଯୀଶୁଙ୍କ ବିଷୟ ଜାଣିବା Come ପାଇଁ on, lift ଚାହୁଁଛି? your hands. ହାତ ଉଠାନ୍ତୁ। ହାଲେଲୁୟା। Everybody wants to see Jesus. ସମସ୍ତେ ଦେଖିବା ପାଇଁ ଚାହାନ୍ତି ଯୀଶୁଙ୍କୁ। Hallelujah. ହାଲେଲୁୟା। Hallelujah. See, Zacchaeus, he is very short stature. ଯକ୍ଷ ଜଣେ ବହୁତ ବୁଟି ଲୋକ ଥିଲେ, But he wants to see Jesus. କିନ୍ତୁ ସେ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା See, କରୁଛନ୍ତି। behind Jesus there are a lot of crowd. ଯୀଶୁଙ୍କର ପଛରେ ବହୁତ ଲୋକ ଥିଲେ, ବହୁତ ଲୋକ ତାଙ୍କ ସହିତ ଯାଉଥିଲେ। Different type of multitudes. They are ଆଉ following ବିଭିନ୍ନ Jesus. ପ୍ରକାର ଲୋକମାନେ ଯୀଶୁଙ୍କ ପଛରେ ଯାଉଛନ୍ତି। No language, ଆଉ କୌଣସି ଭାଷା ନାହିଁ, no caste. କୌଣସି ଜାତିଗତ ଫରକ ନାହିଁ, हर एक तरह आदमी. ସବୁ ପ୍ରକାର All ଲୋକ, type of people they want to see Jesus. ସମସ୍ତ ପ୍ରକାର ଲୋକ Everybody ଯୀଶୁଙ୍କୁ following ଦେଖିବାକୁ Jesus here and there. ଆଉ ଯୀଶୁଙ୍କୁ ସବୁ ପ୍ରକାର ଲୋକ Some want to see ତାଙ୍କର miracles. କରୁଛନ୍ତି। ଆଉ ଅନେକ ଲୋକ ତାଙ୍କର ଆଶ୍ଚର୍ଯ୍ୟକର୍ମକୁ ଦେଖିଲେ, Some want to eat bread.
ଆଉ ଅନେକ ଲୋକ କିଛି ଖାଇବା ପାଇଁ Some ଯାଉଥିଲେ want to see wonders and signs. ଆଉ ଅନେକ ଲୋକ ବହୁତ ବଡ ବଡ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ Even ଯାଉଥିଲେ Zacchaeus also has a desire to see Jesus. କିନ୍ତୁ Hallelujah. ଯକ୍ଷୀୟ ମଧ୍ୟ ଇଚ୍ଛା କରୁଛନ୍ତି ମନେ ମନେ ଯେ ସେ See, ଯୀଶୁଙ୍କୁ if you ଦେଖିବେ। have the desire to see Jesus, ଯଦି ଆପଣ ମାନଙ୍କର ଜୀବନରେ ଯୀଶୁଙ୍କୁ ଦେଖିବା ପାଇଁ ଇଚ୍ଛା ଅଛି Jesus will come to you. Hallelujah. ଆଉ ଯୀଶୁ ନିଶ୍ଚିତ ଭାବରେ Hallelujah. ଆପଣଙ୍କ ହୃଦୟରେ ଆସିବେ Hallelujah. ହାଲେଲୁୟା See, that's why Jesus already is minded to come over there. ତେଣୁ କରି ଯୀଶୁ ଅଲରେଡି ସେ ପ୍ରି ପ୍ଲାନ୍ କଲେ ଯେ ସେ ଜାଗାରେ ଯିବା ପାଇଁ Straight away he is coming to Jericho. ଆଉ ସେ ଜିରିହରେ ଆସିବା ପାଇଁ ଇଚ୍ଛା He knows that he is କରୁଛନ୍ତି going to meet Zacchaeus right now. ଆଉ ସେ ଯକ୍ଷଙ୍କୁ ମିଶିବା ପାଇଁ ଇଚ୍ଛା Because he କରୁଛନ୍ତି has to be in that home on that day. Hallelujah. କାରଣ ସେଇ Hallelujah. ଯକ୍ଷ ତାଙ୍କର ଘରେ ଥିବ Jesus has to be in your home right now today. Hallelujah. ହାଲେଲୁୟା Hallelujah. That's why Jesus has come. ଯୀଶୁ ଆପଣଙ୍କର ଘରେ ରହିବାକୁ He ଚାହୁଁଛନ୍ତି visits each and every individual. ସେ ସମସ୍ତ ଲୋକଙ୍କର ଜୀବନ ରହିବା ପାଇଁ ଇଚ୍ଛା କରୁଛନ୍ତି We think Jesus will visit only the congregation, ଆପଣ କଣ ଭାବୁଛନ୍ତି କି କେବଳ or he will visit only the rich person. କଣ ଧନୀ ଲୋକ ପାଖରେ ଯିବେ ବୋଲି ଭାବୁଛନ୍ତି He କି? won't visit the weak people. ସେ କଣ ଦରିଦ୍ର ଲୋକ ପାଖରେ ଯିବେ ନାହିଁ କି Do you think so? ଆପଣ କଣ ଭାବୁଛନ୍ତି କି ଏମିତି But Jesus is not like that. ଯୀଶୁ ସେ ପ୍ରକାର ନୁହନ୍ତି Everybody, each and everybody, Jesus wants to visit everyone. Hallelujah. ସମସ୍ତ ଲୋକଙ୍କ ପାଖରେ ଯୀଶୁ ପହଞ୍ଚେ Hallelujah. ହାଲେଲୁୟା Yeah, let's read the third verse. ତୃତୀୟ ପଦ ଦେଖିବା And he sought to see who Jesus was, Yes. but not because of the crowd, for he was of short stature. Short stature, he was very short. କାରଣ ସେ ଟିମ୍ପା ଲୋକ ଥିଲେ ବାଙ୍ଗର ଲୋକ ଥିଲେ Yes, hallelujah. Hallelujah. And what happened? So he ran ahead and climbed up into a sycamore tree Yeah. to see him, for he was going to pass that way. Yes. ଏଣୁ ସେ ଆଗକୁ ଦୌଡ଼ି ଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟେ ଡିମ୍ବିରି ଗଛରେ ଚଢିଲେ କାରଣ ସେଇ ବାଟ ଦେଇ ତାହାଙ୍କର ଯିବାର ଥିଲା Hallelujah. First of all, we have to set our mind to see Jesus. ସର୍ବପ୍ରଥମେ ଆମର ମନକୁ ଆମେ ପ୍ରସ୍ତୁତ କରିବାର ଅଛି And ଯୀଶୁଙ୍କୁ before ଦେଖିବା that, we ପାଇଁ। have to hear about Jesus first. ତା ପୂର୍ବରୁ ଆମେ ଯୀଶୁଙ୍କର ବିଷୟ ଶୁଣିବାର ଅଛି ଫାଷ୍ଟ We have to mind it that. ଆଉ ଆମର ମନକୁ ମନ ବିନିଯୋଗ କରିବାର ଅଛି ଏଠି। And you should have the experience of seeing Jesus. ଆଉ ଆମେ ଯୀଶୁଙ୍କୁ ଦେଖିବାକୁ ଉତ୍ସାହିତ ହେବାର ଅଛି For that which you have to put some efforts. ଆଉ ଯୀଶୁଙ୍କୁ ଦେଖିବା ପାଇଁ ଆମେ କିଛି If you want to see Jesus, you have to run before the crowd. ଯଦି ଆପଣ ଯୀଶୁଙ୍କୁ ଦେଖିବାକୁ ଚାହୁଁଛନ୍ତି ତାହେଲେ There are so many people. There are so many ମଧ୍ୟରେ ଯିବାକୁ people. ପଡିବ Before that, you have to run. ଆଉ ଅନେକ ଲୋକ ମଧ୍ୟରୁ See, so ଆପଣମାନେ many ଆଗରେ people ଯିବାକୁ following ପଡିବ। Jesus. So many people following Jesus. ଯୀଶୁଙ୍କୁ ଅନେକ ଲୋକ ତାଙ୍କର ପଛରେ ଯାଉଛନ୍ତି And you should know where the Jesus is available. ଆଉ ଆପଣ ଜାଣିବାର ଆବଶ୍ୟକତା ରହିଛି ଯେ ଯୀଶୁ କୋଉ ଜାଗାରେ ଅଛନ୍ତି See, there are so many houses near this village, ଆଉ ଏଇ ଜାଗାରେ ଅନେକ ଗୃହ ଅଛି but you all have come to this place. କିନ୍ତୁ ଆପଣ ମାନେ ସମସ୍ତେ ଏଇ ଜାଗାରେ ଆସିଛନ୍ତି Why did you come? କାହିଁକି ଆସିଛନ୍ତି Because Jesus is available here. କାରଣ ଏଇ Come on, ଜାଗାରେ somebody clap hallelujah. ହାଲେଲୁୟା Hallelujah. ହାଲେଲୁୟା That's why you all have come. Hallelujah. ତେଣୁ କରି ଆପଣ ମାନେ ସମସ୍ତେ ଏଇ ଜାଗାରେ ଆସିଛନ୍ତି So Zacchaeus also very keen and very interested to see Jesus. ତେଣୁ କରି ଯକ୍ଷ ମଧ୍ୟ ବହୁତ ଖୁସିରେ ଯୀଶୁଙ୍କୁ ଦେଖିବା ଇଚ୍ଛା କରୁଛି He was just running before the crowd. ଆଉ ସେ ଗହଳି ମଧ୍ୟରେ ଦୌଡ଼ି ଦୌଡ଼ି ଯାଇକରି ଯୀଶୁଙ୍କୁ And he knows which route the Jesus is going to come. ଆଉ ସେ ଜାଣିଛି କେଉଁ ରାସ୍ତା ଦେଇକରି ଯୀଶୁ ଆସିବେ And he climbed the sycamore tree. ଆଉ ସେ ହଠାତ୍ କଣ କରୁଛି ଡିମ୍ବରି ଗଛ ଉପରେ ଚଢିଗଲା Yeah. And he sat over there. ଆଉ ସେଇ ଜାଗାରେ ବସିଛି And he was cleanly watching what's ଆଉ ସେ going to ଗଛ ଉପରେ happen. ବସିକରି ଧ୍ୟାନରେ ଦେଖୁଛି Some or other he wants to see Jesus. ଆଉ ଯେ କୌଣସି ପ୍ରକାର He heard about ସେ Jesus. ଯୀଶୁଙ୍କୁ ଦେଖିବ Now he wants to see directly. ସେ ଯୀଶୁଙ୍କ ବିଷୟରେ ଶୁଣିଥିଲା କିନ୍ତୁ ଏବେ ବର୍ତ୍ତମାନ ସେ ଦେଖିବାକୁ ଚାହୁଁଛି Have you heard about Jesus anywhere? ଆପଣ ମାନେ ଯୀଶୁଙ୍କ ବିଷୟରେ ଶୁଣିଛନ୍ତି Anywhere have you heard about Jesus? ଯୀଶୁଙ୍କ Have you got any ବିଷୟରେ pamphlets? କୌଣସି ପାମ୍ପଲେଟ୍ ପଢିକରି ଯୀଶୁଙ୍କ ବିଷୟରେ Have you got any ଶୁଣିଛନ୍ତି Bible with you? ବାଇବେଲରୁ ପ୍ରଭୁଙ୍କୁ ଜାଣିଛନ୍ତି Have you heard about Jesus songs? ଯୀଶୁଙ୍କର ଗୀତ ଶୁଣିଛନ୍ତି Now you have to change your mind. ବର୍ତ୍ତମାନ ଆପଣ ମାନଙ୍କର ମନକୁ ପରିବର୍ତ୍ତନ କରନ୍ତୁ Not only the listening. କେବଳ ଶୁଣିବା ଦ୍ୱାରା ନୁହେଁ Now this is time to see Jesus directly. Hallelujah. ଏହି ସମୟ ଯୀଶୁଙ୍କୁ ଦେଖିବାର You ସମୟ should have the desire to see Jesus. Hallelujah. ଆଉ ଆମର ହୃଦୟରେ ଇଚ୍ଛା ହେବାର ଅଛି ଯେ ଆମେ ଯେପରି ଯୀଶୁଙ୍କୁ ଦେଖିବା If you have the desire, ଯଦି ଆପଣଙ୍କର ଜୀବନରେ ଇଚ୍ଛା ଅଛି the Lord will come unto you. ପ୍ରଭୁ ଆପଣଙ୍କର ହୃଦୟରେ He ଆସିବେ will come unto your house. ଆଉ ସେ ଆପଣଙ୍କ ଗୃହରେ He will ଆସିବେ come unto your village. ସେ ଆପଣଙ୍କର ଗାଁରେ He ଆସିବେ will come exactly where you're standing. ଆପଣ ମାନେ ଯେ ଜାଗାରେ ଅଛନ୍ତି ସେଇ ଜାଗାରେ ଆସିବେ He will come into your heart also. ଆପଣଙ୍କ Hallelujah. ହୃଦୟରେ ଆସିବେ Hallelujah. Somebody shout hallelujah. Praise the Lord. Hallelujah. Hallelujah. Okay. Zacchaeus has the zeal. ଆଉ ଯକ୍ଷୀୟଙ୍କର ଜୀବନରେ ସେଇ ଇଚ୍ଛା ଥିଲା Yes, let's go to the fourth verse. 4 ପଦ ପଢିବା So
So he ran ahead and Okay, fifth verse. 5 ପଦ ପଢନ୍ତୁ। came to the place, Ah. and looked up and saw him, Yeah. and said to him, Yeah. Zacchaeus, make haste and come down, for today I must stay at your house. Hallelujah. ହାଲେଲୁୟା Hallelujah. ପଢି ଦଉଛି। ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାଙ୍କୁ କହିଲେ, ଯକ୍ଷ ଶୀଘ୍ର ଓହ୍ଲାଇ ଆସ, କାରଣ ଆଜି ମତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ। Hallelujah. Hallelujah. Exactly that place where the Zacchaeus climbed the tree. ଯକ୍ଷ ଯେଉଁ ଗଛ ଉପରକୁ ଚଢିଥିଲା, Was just coming like this. ଯୀଶୁ ଆସୁଛନ୍ତି। He knows the tree is there. ଆଉ ଯୀଶୁ ଆସି ଠିଆ ହେଲେ, ସେ ଜାଗାରେ ଗଛ ଅଛି। The whole lot of crowd is following Jesus. ଯୀଶୁଙ୍କର ପଛରେ ବହୁତ ଲୋକ ତାଙ୍କର ପଛରେ ଯାଉଛନ୍ତି। And he was standing there ଆଉ ସେ ହଠାତ୍ ସେ ଗଛ and ପାଖରେ lift up his eyes ଆଉ ସେ ଉପରକୁ and calling Zacchaeus, come down. ଆଉ ସେ ଯକ୍ଷଙ୍କୁ ଡାକୁଛନ୍ତି, ତଳକୁ ପଳେଇ ଆସ, Hasten fast. ଜଲ୍ଦି ତଳକୁ ଆସ। Today is the day. ଆଜି ସେଇ ଦିନ, I wanted to come to your home. ଆଜି ମୁଁ ତୁମ ଘରେ ରହିବାକୁ This is ଚାହୁଁଛି। time to be in your home. Hallelujah. ଆଉ ଏଇ ସମୟ Hallelujah. ରହିବାର ଅଛି। So Jesus is calling right now today. ଆଉ ଯୀଶୁ ଆଜି ମଧ୍ୟ ଆମକୁ He ଡାକୁଛନ୍ତି। wanted to stay at your home. ଆଉ ସେ ଆମର ଘରେ ରହିବା ପାଇଁ Only ଚାହୁଁଛନ୍ତି। thing is you have to take him to your home. ଆଉ Hallelujah. ଗୋଟେ ବିଷୟ କରିବାର ଅଛି ଯେ ଆମେ ତାଙ୍କୁ ଆମର ଘରେ ନେବାକୁ How ପଡିବ। many of you interested? କେତେ ଜଣ ଲୋକ ଇଚ୍ଛା କରୁଛନ୍ତି ଯୀଶୁଙ୍କୁ ଦେବା ପାଇଁ? Hallelujah. ହାଲେଲୁୟା। See, listening the word, you are hearing that Lord's word. ଆପଣ ମାନେ ପ୍ରଭୁଙ୍କର ବାକ୍ୟକୁ ଶୁଣୁଛନ୍ତି। You know what is the word of God? ପ୍ରଭୁଙ୍କର ବାକ୍ୟ କଣ ଅଟେ? John chapter 1 and 1. ଯୋହନ 1 ପୂର୍ବ John the Gospel chapter 1 and 1. ଯୋହନ 1 ପୂର୍ବ 1 ପଦ ପଢନ୍ତୁ। In the beginning there was a word, ଆଉ ଆଦ୍ୟରେ ବାକ୍ୟ ଥିଲେ, and the word was with God. ଆଉ ସେଇ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ Please, ଥିଲେ। someone read in Oriya also. Yeah, I will read. ଆଦ୍ୟରେ ବାକ୍ୟ ଥିଲେ, Yeah. ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। Yes, hallelujah. ହାଲେଲୁୟା। Hallelujah. There was a word, ଆଉ ଆଦ୍ୟରେ ବାକ୍ୟ ଥିଲେ, and the word was with God. ଆଉ ସେଇ ବାକ୍ୟ ଈଶ୍ୱରଙ୍କ Now the ସଙ୍ଗରେ word is God. Come on, ଆଉ shout ସେଇ ବାକ୍ୟ ଈଶ୍ୱର hallelujah. ଥିଲେ। Hallelujah. ହାଲେଲୁୟା। So today you are taking this word to your home. ଆଉ ଏଇ ବାକ୍ୟକୁ ଆଜି ଆପଣ It means you are taking Jesus into your home. ଆଉ ଯୀଶୁଙ୍କୁ ନିଜ ଘର You know what happens Jesus when comes into your home? ଯେତେବେଳେ ଯୀଶୁ ଆପଣଙ୍କ ଘର ଆସିବେ, କଣ Let us see in ଦେଖିବେ? Zacchaeus' life. ଆସନ୍ତୁ ଆମେ ଯକ୍ଷଙ୍କ ଜୀବନ ଦେଖିବା। What happened exactly in Zacchaeus' life? ଯୀଶୁ ଯେତେବେଳେ ଯକ୍ଷଙ୍କର ଗୃହରେ ଗଲେ, କଣ ହେଲା ଦେଖିବା। Jesus said, come on Zacchaeus, haste. ଆଉ ହଠାତ୍ ଯୀଶୁ କହିଲେ, Come down. ତମେ ତଳକୁ ଆସ, This is the day, let me be with you. ଆଉ ଆଜି ତ ମୁଁ ତମର ଘରେ I ରହିବି। want you to come to your home. ଆଜି ମୁଁ ତମର ଘରେ ଆସିବା ପାଇଁ He's ଚାହୁଁଛି। asking whether ready or not. Sorry. He's asking whether he is ready or not. ଆଉ ଯୀଶୁ ପଚାରୁଛନ୍ତି, ତମେ ରେଡି ଅଛ କି ନା ମୁଁ ଜାଣିନାହିଁ, କିନ୍ତୁ ମୁଁ ତମର ଘରେ ଆସିବା ପାଇଁ What he ଚାହୁଁଛି। did? ଆଉ ସେ କଣ କଲେ? Come on, read it. So he made haste and came down, He made haste and come down him joyfully. and received him joyfully. Hallelujah. 6 ପଦରେ ଲେଖା ଅଛି, Hallelujah. ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି Hallelujah. ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ। Come on, clap hallelujah. See, you have to receive Jesus joyfully. Hallelujah. ଆମେ ଯୀଶୁଙ୍କୁ ଆନନ୍ଦର ସହିତ ଆତିଥ୍ୟ କରିବାର ଅଛି, रोते रोते नहीं, କାନ୍ଦି କାନ୍ଦି ନାହିଁ। हाँ? रो के प्रार्थना को जाना है, इतना मुश्किल नहीं होता नहीं. Do you think so? କାନ୍ଦି କାନ୍ଦି ଆମେ ପ୍ରାର୍ଥନାରେ ଆସିବାର ଆବଶ୍ୟକ ନାହିଁ। Some people they are very lazy, you know. ଆଉ ଅନେକ ଲୋକ ବହୁତ ଲେଜି ଅଟନ୍ତି। प्रार्थना को जाना है, now we have to go pray. ଯେତେବେଳେ ପ୍ରାର୍ଥନା ସମୟରେ ଯିବାର ଅଛି, They don't they feel like sleeping. ଆଉ ସେତିକି ବେଳେ They are very drowsy. ଆଉ ସେତିକି ବେଳେ ତାଙ୍କୁ ବିଜାର Okay, they don't ଲାଗେ। want to come to prayer. କାରଣ ସେମାନେ ପ୍ରାର୍ଥନାରେ ଆସିବାକୁ ଚାହାନ୍ତି I'll ନାହିଁ। come tomorrow. ଆଉ ସେମାନେ କହନ୍ତି କାଲିକୁ ଆମେ Okay, ଆସିବୁ। this is not the way to come to Jesus. Hallelujah. ଆଜି ଏହି ପ୍ରକାର ଭାବରେ ଆମେ ଯୀଶୁଙ୍କ ପାଖରେ ଆସିବା ନାହିଁ। Because you have to understand who is Jesus. ଆମେ ଜାଣିବାର ଆବଶ୍ୟକତା ଅଛି ଯେ ଯୀଶୁ କିଏ ଅଟନ୍ତି। He is the only God. ସେ କେବଳ ଏକମାତ୍ର He has ପରମେଶ୍ୱର। come down ସେ ଏଇ ଜାଗାରେ and ଆସିଲେ, shed his blood for us. ଆଉ ସେ ନିଜର ରକ୍ତ He has given his life for us. ସେ ନିଜର ଜୀବନକୁ ଦାନ କଲେ। He left everything for us. ସେ Hallelujah. ଆମର ନିମନ୍ତେ ସମସ୍ତ ବିଷୟକୁ ପରିତ୍ୟାଗ କଲେ। All the way he has come to your place. ଆଉ ବହୁତ ଦୂରରୁ ସେ ଆମର ଜାଗାରେ But ଆସିଲେ। we are very lazy, no? କିନ୍ତୁ ଆମେ ଅନେକ ସମୟରେ ବହୁତ But ଲେଜି। Zacchaeus is not like that. କିନ୍ତୁ ଯକ୍ଷ ସେ ପ୍ରକାର He ଲୋକ wanted ନଥିଲେ। to see Jesus. ସେ ଯୀଶୁଙ୍କୁ ଦେଖିବାକୁ He ଇଚ୍ଛା was very କରୁଥିଲେ। eager to see Jesus. ଆଉ ସେ ବହୁତ ଖୁସିର ସହିତ ତାଙ୍କୁ ଦେଖିବାକୁ ଇଚ୍ଛା କଲେ। Immediately came down. ଆଉ ହଠାତ୍ He ଶୀଘ୍ର received Jesus very joyfully ଶୀଘ୍ର ଗଛରୁ ତଳକୁ ଆସିକରି ସେ and take ଯୀଶୁଙ୍କୁ his home. Hallelujah. ଆତିଥ୍ୟ କରୁଛନ୍ତି। Hallelujah. ହାଲେଲୁୟା। Okay, now my question is, when you take Jesus to your home, what happens in your life? ଗୋଟେ ପ୍ରଶ୍ନ ଅଛି ଯେ ଯେତେବେଳେ ଆପଣ ମାନେ ଯୀଶୁଙ୍କୁ ନିଜର ନିଜର ଗୃହରେ ନେବେ, ଆପଣଙ୍କର ଜୀବନରେ କଣ ହେବ? See, he was a tax collector. ଯକ୍ଷ ଜଣେ କର ଆଦାୟ କରିଥିଲେ। He earned money a lot.
से बहुत टंका उपार्जन करिसंते Bible says, बाइबल कहे the scripture says, और वाक्य कहे it is very difficult to enter in the heaven. To whom? Rich person. धनी लोक स्वर्ग रे जीवा पई बहुत कष्ट This is highly difficult. यह बहुत कष्ट विषय But there is a city which is with curse. आउ किंतु एई प्रकार शहर अछि जहाँ के Now Jesus अभिशप्त wants the शहर city to come back to Jesus. आउ सेई शहर मधर जिसु So he has selected a man. आउ से गोटे लोक को That's why he called. आउ से जोखिम को बाचुछंती आउ से जगह आसुछंते Yes, that's why he has called the person. तेणु करी से जगह को आसी करी से Now let me tell you one thing. आउ गोटे विषय कहबी आपण मानन को And Jesus wants your city to be turned into you, into Jesus. आउ यीशु ख्रीष्ट चाहंती जे एई ग्राम आपनकर शहर यीशुकर पाखरे जाऊ बोली करे That should happen through you. आउ ताहा सेतकी बेले हेबो जतबेले आपण मान इच्छा करबे That's why he has selected. स्टेप नेबे That's why he has selected. तेणु करी आपण मान को बोछा जाई See, छै there are so many millions people, billions people throughout the world. आउ पृथ्वी रे अनेक लोक अछंते Even in your city, in your village, there are so many people. आपनकर मोहली गारे मध्ये विभिन्न लोक अछंते But Jesus has called you before than others. आउ अन्य लोक को डाकिबा पूर्वरु Do you know why? आपण मान को डाकी छंते Do you know why? काहे की डाकी छन जानि छंते कि He wanted to release your city out of the sin. कारण से आपण मानकर ग्राम को अभिशाप रु मुक्त करिबा He wanted to bring you out of the curse. आउ से आपण मान को अभिशाप रु मुक्त करिबा चाहते From all the problems he wants to bring you out. आउ समस्त प्रकार समस्या रु आपण मान को Only thing is we have to cooperate with Jesus. आमे केवल गोटे विषय करिबा जे We have to go with Jesus. आमे जिसुंकर सहित In his जीवा life. आउ तापर देखिबा जे तांकर जीवन रे कोन होचे But when they saw it, they all complained, saying, "He has gone to be a guest with a man who is a sinner." Hallelujah. सात पद Ah. ताहा देखि समस्ते बचसा करी कहबाक लागिले से जणे पापी लोक घर रहबाक गलाणे Sometimes what happens, आ अनेक समय रे कोन होय जानि छथि just now my dear brothers, Sagar introduced me that I am a bishop. आउ किछि समय पूर्वरु पालक सागर Same आज्ञा cities, को बिशप बोली करे हाँ। आपण मानक सम्मुख रे in कहले cities we preach in different places. आउ शहर मध्य रे विभिन्न जगह रे आमे Even प्रचार very करू। big stages also. आउ विभिन्न प्रकार बड़ बड़ मंडप रे हम प्रचार करू Sometimes we sit with lot of bishops and archbishops. आउ अनेक समय रे आज्ञा बड़ बड़ बिशप मानक सहित पसंते But if I go to a village, किंतु आज्ञा जदि गोटे गां को जिवे some people say, oh, he is preaching in village, man. Hardly there are 50 people sitting over there. आउ अनेक लोक भाबंती जे एई जो एते बड़ बिशप से गोटे छोटिया गां रे जाय करी प्रचार करूछन्ती जे जगह That's what the people think. 30 की 40 जन बसबे But for me, ताहा लोक मानकर चिंताधारा अछि I don't think like so. किंतु आज्ञा से प्रकार भाबंती नाही See, see Jesus what he is doing exactly. जिसु एठारे He is going with sinners. आउ से पापी He is going with पाखरे tax collectors. से गोटे पापी लोक सहित गले Yeah, he is going with tax collectors. से गोटे करग्राही सहित गले Lot of different people. आउ अनेक लोक They don't know what is good. सेमाने जानन्ते नै कोन भलो बोली They are not rich. सेमाने धनी नहन्ते But still Jesus is with you. Hallelujah. आउ हेले मध्य जिसु तांकर सहित अछन्ते Hallelujah. 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 See, Jesus is not going to rich people. जिसु ख्रीष्ट केवल धनी घर रहब चाहत नाही He is selecting poor people. से दरिद्र लोक को मिसा Even पाछते if at all there is one more person is rich, like Zacchaeus, जदि जक्ष सदृश जने धनी लोक आमे बहुत बड़ we cannot come down from there. आमे बहुत बड़ गछरे चढ़ी जिबा Once you have car and big bungalows, से गछर ओले पे इच्छा करबा you cannot नाही come down. हमर पाखरे गाड़ी घोड़ा जदि हे गेला आमे तळकु See, in one word, Jesus climbs him to come down. Hallelujah. किंतु जिसु जक्षं को ऊपर तळे आसा पे चाहुछन्ते Now we have to change our mind. That's what Jesus हमर wants. मन को आमे परिवर्तन करबार अछि Wherever you are, आपण मन जे कोन स्थान but रहंतो when Jesus comes and stands before you, जिसु ख्रीष्ट आपण मनकर आगरे just आसीबे come down आउ कहिबे and receive him. Hallelujah. हालेलुया Hallelujah. हालेलुया So immediately he went to home. आउ शीघ्र जक्ष कोन कले He was very happy with Jesus. जिसु को निजर गृह को डाकी देले But others are murmuring here and there. Oh, जक्ष खुशी थिले किंतु such a great rabbi. अन्य लोक माने टिके बचसा करबा लागले Such a great- अनेक लोकंकर जीवन को नष्ट कर देछि This particular Zacchaeus has spoiled so many people. आउ एई जक्ष अनेक लोकंकर जीवन He is को very बर्बाद कर greedy देला। person. से जने बहुत ग्रीडी Greedy. गला दबा के पैसा लेता है सबसे. से जने बहुत चालाक लोक थिला पैसा का चाहत ज्यादा है उसका. से जने बहुत कुंठित लोक थिला He is very greedy person. Hallelujah.
That's why he's so rich. ତେଣୁ କରି ସେ ବହୁତ ଧନୀ ଥିଲା। But once Jesus has come down, ଆଉ ଯୀଶୁ ଯେତେବେଳେ ତାଙ୍କୁ now you ତଳେ have to ଆସିବା ପାଇଁ see କହିଲେ, the change in his heart. ଆଉ ଯକ୍ଷଙ୍କ ଜୀବନରେ ପରିବର୍ତ୍ତନ ଆସିବା ପାଇଁ Only one word. କେବଳ ଗୋଟିଏ ଶବ୍ଦ, Jesus said, Zacchaeus, come down. ଆଉ ଯୀଶୁ କହିଲେ ଯକ୍ଷ ତମ ତଳକୁ ଆସ, This is time to be in your home. ଆଉ ଏଇ ସମୟରେ ମୁଁ ତୁମ ଘରେ ରହିବି। Immediately, ଆଉ ହଠାତ୍ his heart changed 100%. ଯକ୍ଷଙ୍କର ଜୀବନ Hallelujah. ହାଲେଲୁୟା। Hallelujah. एक बार जीसस आपके अंदर आ गया तो आपका पूरा जिंदगी चेंज हो जाएगा। ଯେତେବେଳେ ଥରେ ମଧ୍ୟ ଯୀଶୁ ଆପଣଙ୍କ ହୃଦୟରେ ଆସିବେ, ଆପଣଙ୍କର ଜୀବନ ପରିବର୍ତ୍ତନ ହେଇଯିବ। ଆପଣଙ୍କର ଯେକୌଣସି ଦରକାର Everything will be fulfilled. Hallelujah. ସମସ୍ତ ବିଷୟ ପୁରା ହେବ। So now Zacchaeus is lacking of righteousness. ଆଉ ଯକ୍ଷଙ୍କ ଜୀବନରେ ଧାର୍ମିକତାର He is lacking of salvation. ଆଉ ତାଙ୍କର ଜୀବନରେ He has money. ତାଙ୍କର ପାଖରେ ପଇସା He ଥିଲା, is very rich. ସେ ବହୁତ ଧନୀ ଥିଲେ, He has good name in his place. ଆଉ ତାଙ୍କର ବହୁତ ବଡ ଲୋକ At the same time, there is a bad name also with him. ଆଉ ତାଙ୍କର ଖରାପ ନାମ ମଧ୍ୟ That is ଥିଲା, a great sinner. ଆଉ ସେ ପାପୀ ଥିଲେ। So Jesus has to take away the sin. ଆଉ ଯୀଶୁ ଖ୍ରୀଷ୍ଟ ସେ ପାପକୁ ନେବାର ଥିଲା। At the same time, ଆଉ ସେଇ ସମୟରେ ହିଁ वो घमंड से बाहर निकालना है उसको। ଆଉ ତାଙ୍କର ଗର୍ଭରୁ ବାହାରକୁ ଆଣିବାର ଅଛି। Hallelujah. ହାଲେଲୁୟା। Hallelujah. Hallelujah. He was very cruel also, the person. ସେ ଜଣେ ବହୁତ ଗର୍ବୀ ଲୋକ ଥିଲେ, But God wants him to come down. Hallelujah. କିନ୍ତୁ ପରମେଶ୍ୱର ଚାହାନ୍ତି ଯେ ସେ ତଳକୁ ଆସୁ। I know, even myself, I was like that once upon a time. ଆଉ ପୂର୍ବରେ ବିଶପ ଆଜ୍ଞା ମଧ୍ୟ ସେ ପ୍ରକାର ଥିଲେ। They want their life only. ଆଉ ସେମାନେ କେବଳ ନିଜର ଜୀବନ ବିଷୟ ଚିନ୍ତା କରନ୍ତି। They are in first category, selfish men. ଆଉ ସେମାନେ ସ୍ୱାର୍ଥପରତାର ପ୍ରଥମ ଶ୍ରେଣୀର ଲୋକ। They don't want their baby. ସେମାନେ ନିଜର ସ୍ତ୍ରୀ ମାନଙ୍କୁ They don't like their children. ସେମାନେ ନିଜର They like ପୁଅମାନଙ୍କୁ themselves. ପସନ୍ଦ Hallelujah. କରନ୍ତି। ସେମାନେ କେବଳ ନିଜକୁ ପସନ୍ଦ କରନ୍ତି। Zacchaeus also like that. ଆଉ ଯକ୍ଷଙ୍କର ଜୀବନ ମଧ୍ୟ ସେ ପ୍ରକାର ଥିଲା। Jesus wants him to come down. Hallelujah. ଯୀଶୁ ଯେତେବେଳେ ତାଙ୍କୁ Hallelujah. କହୁଛନ୍ତି, Hallelujah. ହାଲେଲୁୟା, He has to come down, no other go. ସେ ତଳକୁ ଆସିବାର ଥିଲା। When Jesus came to his home, ଯେତେବେଳେ ଯୀଶୁ ଯକ୍ଷଙ୍କର ଘରେ his ଆସିଲେ, heart is totally changed. ଯକ୍ଷଙ୍କର ହୃଦୟ ପରିବର୍ତ୍ତନ ହେଇଗଲା। Now what he says, you listen. ଆଉ ଯକ୍ଷ କଣ କହୁଛି ଶୁଣନ୍ତୁ। Yeah. Then Zacchaeus stood and said to the Lord, Look, Lord, I give half of my goods to the poor, and if I have taken anything from anyone by false accusation, I restore fourfold. Yes. ମୁଁ ପଢି ଦଉଛି। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାରି ଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତାହା ଫେରାଇ ଦଉଛି। कम साउंड रखो, आ जाए साउंड कम करो, थोड़ा आ जाए। हालेलुया। शादी नहीं रखा क्या? Hallelujah. Hallelujah. साउंड कम करो, चलेगा कुछ देर। Praise the Lord. Hallelujah. Hallelujah. हालेलुया। Okay. ଠିକ ଅଛି, Okay. ମୋର ସାଉଣ୍ଡ ଆସୁଛି ତ। What we read? ଆମେ କଣ ପଢିଲୁ 8 ପଦରେ? Zacchaeus stood and said to the Lord, Yeah. Lord, I give half of my goods to the poor, and if I have taken anything from anyone by false accusation, I restore fourfold. Hallelujah. ହାଲେଲୁୟା। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟରେ କାହାର ଠାରୁ କିଛି ନେଇଥାଏ ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। Hallelujah. ହାଲେଲୁୟା। His mind is changed totally. ଆଉ ତାର ମନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। Before that, he used to like the money, 100% ଆଉ money. ଯୀଶୁ ତାଙ୍କର ଗୃହରେ ଆସିବା ପୂର୍ବରୁ ସେ ସବୁବେଳେ ପଇସା ବିଷୟରେ ଚିନ୍ତା କରୁଥିଲେ। Morning money, ଆଉ afternoon money, ସକାଳ night ପଇସା, also money, ମଧ୍ୟାହ୍ନ even the dream ପଇସା, also money. ରାତିରେ ପଇସା, 24 hours money. ସବୁବେଳେ ପଇସା। How to collect the money? ଆଉ କିପରି ଭାବରେ ସେ That's why he is a tax collector. ପାଇବ, no? ତେଣୁ କରି ତାର ନାମ। But now କିନ୍ତୁ ବର୍ତ୍ତମାନ his heart is changed. ତାର ହୃଦୟ His mind is changed unto ତାର ମନ Jesus. ପରିବର୍ତ୍ତନ ହେଇଗଲା। Do you think anybody can do this? ଆପଣ ମାନେ ଭାବୁଛନ୍ତି କି କୌଣସି ଲୋକ ଏ ପ୍ରକାର କରିବ? See, if something wrong happened, but giving fourfold, is it possible? ହୋଇପାରେ ଭୁଲ ହେଇଯିବ, କିନ୍ତୁ 4 ଗୁଣରେ ଫେରାଇବାଟା କାର୍ଯ୍ୟବନ୍ଧ ହେବ କି? Actually, what it exactly shows, his mind is come out of the money. ଆଉ ଏଇ ଜାଗାରେ ଆମେ ଗୋଟେ ବିଷୟ ଦେଖୁଛୁ ଯେ ତାର ଜୀବନ, ତାର ମନ ଯୋଉଟା ପଇସାରୁ ସମ୍ପୂର୍ଣ୍ଣ ଭାବରେ Hallelujah. ଆସିଲା। Hallelujah. Hallelujah. You don't like anything thereafter.
ଆଉ ଯୀଶୁ ଆସିଲା ପରେ ସେ ଆଉ କୌଣସି ବିଷୟ ଚାହୁ ନାହିଁ। Once Jesus comes into your life, ଯୀଶୁ ଯେତେବେଳେ ଆମର ଜୀବନରେ ଆସିବେ, you don't like money, ଆମେ ପଇସା ପାଇବା ପାଇଁ ଇଚ୍ଛା you don't କରିବା, like any positions, ଆମେ ଅଧିକାର ପାଇବା ପାଇଁ ଇଚ୍ଛା କରିବା ନାହିଁ, you don't like any, what is that, house and etc. ଆମେ etc. ଘର ପାଇବା ପାଇଁ ଇଚ୍ଛା କରିବା ନାହିଁ, କୌଣସି ବିଷୟ ପାଇଁ ନାହିଁ, You follow only Jesus. କେବଳ ଯୀଶୁ Hallelujah. ପଛରେ ଯିବା। Hallelujah. ହାଲେଲୁୟା। See, his mind is totally changed. ତାର ମନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। Then what happened? କଣ ହେଲା ଦେଖିବା ପରେ? Come on. And Jesus said to him, today salvation has come to this house, Yes. because he also is a son of Abraham. Yes. For the son To save the lost. ଆଉ ହଜି ଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ, To save the people who are sinners. ଆଉ ଯେଉଁମାନେ ପାପୀ ଅଟନ୍ତି ତାଙ୍କୁ ଖୋଜିବା ପାଇଁ, That's why Jesus searched the person Zacchaeus. ତେଣୁ କରି ଯୀଶୁ ସେଇଦିନ Today Jesus ଯୀଶୁଙ୍କୁ came to ଖୋଜି your ଗଲେ। place. Today Jesus came to your place. ଆଜି ଯୀଶୁ ଆପଣମାନଙ୍କର ଗ୍ରାମରେ ଆସିଛନ୍ତି, He wanted to change your lives. ଆଉ ସେ ଆପଣମାନଙ୍କର ଜୀବନକୁ How many of you ପରିବର୍ତ୍ତନ like that? Hallelujah. ଆପଣମାନେ କେତେ ଲୋକ ଇଚ୍ଛା କରନ୍ତି ଯେ ଯୀଶୁ ଆପଣଙ୍କର ଜୀବନକୁ Come on, whoever likes, lift up your hands and shout hallelujah. Hallelujah. ହାଲେଲୁୟା। Hallelujah. Hallelujah. See, Jesus visits each and every place, each and every site. Sir. ଯୀଶୁ ପ୍ରତ୍ୟେକ ଜାଗାରେ ଯିବା ପାଇଁ ଚାହାନ୍ତି। Hallelujah. ହାଲେଲୁୟା। Hallelujah. ହାଲେଲୁୟା। See, finally the last verse, what we read? 10th verse. 10 ପଦ, of man has come to seek and to save that which was lost. Which was lost. କାରଣ ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟ ପୁତ୍ର ଆସିଅଛନ୍ତି। Yes, Luke chapter 5 and 32 also. ଲୁକ 5 ପର୍ବ 32 ପଦ ପଢନ୍ତୁ କି ଜଣେ। Luke chapter 5 and 32. I have not come to call the righteous, I have not come to call the righteous, but sinners. but sinners. That's why Jesus has come. ତେଣୁ କରି ଯୀଶୁ ଖ୍ରୀଷ୍ଟ ଆସିଲେ, See, he has come all the way from heaven to earth ଆଉ ସେ ସ୍ୱର୍ଗରୁ ପୃଥିବୀରେ ଆସିଲେ, because he wants us to go heaven, କାରଣ ସେ ଚାହାନ୍ତି ଯେ ଆମେ Not to go hell. ସ୍ୱର୍ଗରେ ଯିବା, not to go hell. ଆମେ ନରକରେ ଯିବା ପାଇଁ ସେ ଚାହାନ୍ତି। Hallelujah. ହାଲେଲୁୟା। Hallelujah. ହାଲେଲୁୟା। That's why Jesus left everything. ତେଣୁ କରି ଯୀଶୁ He left ସମସ୍ତ his ବିଷୟ glory. ପରିତ୍ୟାଗ କଲେ, He left his glory ତାଙ୍କର ମହିମାକୁ ପରିତ୍ୟାଗ and କଲେ, took a position like a slave. ଆଉ ସେ ନିଜକୁ ଜଣେ ଦାସ ପରି କରି ଆସିଲେ, He has come down all the way to save you and me. ଆଉ ସେ ବହୁତ କଷ୍ଟରେ Do you know what he has given for us? Do you know what he has given for us? What he has given for us? ଆଉ ଆପଣ ମାନେ ଜାଣନ୍ତି କି ସେ କଣ ଆମକୁ ଦେଇଛନ୍ତି? See, most of the parents, if they like the children, ଅନେକ ପିତା ମାତା they ଯଦି ନିଜର give some ପିଲାମାନଙ୍କୁ, cycle, ସେମାନେ ଯଦି ନିଜର they give some bike, ନିଜର ପିଲାମାନଙ୍କୁ ଇଚ୍ଛା they give କରିବେ, they give car also, ସେମାନେ ତାଙ୍କୁ ସାଇକେଲ ଦେବେ, give ବାଇକ୍ some ଦେବେ, house. କାର ଦେବେ, ଘର ଦେବେ, but not the life. କିନ୍ତୁ ଜୀବନ ନାହିଁ, ଜୀବନ ଦେଇପାରିବେ ନାହିଁ। Hallelujah. Hallelujah. He has given even till the last drop of blood. ଆଉ ସେ ନିଜର ଶରୀରର ଶେଷ ବିନ୍ଦୁ ଯାଏ ରକ୍ତକୁ ଦାନ କରିଛନ୍ତି। Why? କାହିଁକି? Because to save us. କାରଣ ସେ ଆମକୁ ଉଦ୍ଧାର Save us from କରିବାକୁ the death. ଆଉ ମୃତ୍ୟୁର ମୁଖରୁ ଉଦ୍ଧାର କରିବାକୁ ଚାହାନ୍ତି ସେ। Hallelujah. Hallelujah. That's why even Zacchaeus also God has called. ଆଉ ତେଣୁ କରି ଯକ୍ଷଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟ ଆହ୍ୱାନ Now his life is changed totally ଆଉ ବର୍ତ୍ତମାନ ଯକ୍ଷଙ୍କର ଜୀବନ ପୁରା ପରିବର୍ତ୍ତନ ହେଇଯାଇଛି। because he has accepted Jesus into his home. କାରଣ ସେ ଯୀଶୁଙ୍କୁ ନିଜର ଗୃହରେ If you accept Jesus into your home, ଯଦି ଆପଣମାନେ ଯୀଶୁଙ୍କୁ ନିଜର if you accept Jesus in your life, ନିଜର ଜୀବନରେ ଯୀଶୁଙ୍କୁ ଗ୍ରହଣ କରିବେ, Jesus will do great things. Hallelujah. ଯୀଶୁ ମହାନ You can see miracles in your life. You can see miracles in your life. ଆପଣମାନଙ୍କ ଜୀବନରେ ଆଶ୍ଚର୍ଯ୍ୟକର୍ମ You can see କରିବେ। wonders in your life. Okay, do one thing. Let me pray for you. ଆଜ୍ଞା ପ୍ରାର୍ଥନା I'll pray for you. ଆଜ୍ଞା ଆପଣମାନଙ୍କ ନିମନ୍ତେ ପ୍ରାର୍ଥନା କରିବେ। Okay, lift your right hand up. ଆପଣଙ୍କର ଡାହାଣ ହସ୍ତକୁ ଉପରେ ଉଠାନ୍ତୁ Put your left hand on your bosom. ଆଉ ଆପଣଙ୍କର ଏଇ ହାତକୁ ନିଜର ଏଠି ରଖନ୍ତୁ। I'll pray for you. Right now, Jesus is going to come into your heart. ଆଉ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ଆପଣଙ୍କର ହୃଦୟରେ He is going to reside at your home. ଆଉ ଆପଣଙ୍କର ପରିବାରରେ ସେ କାର୍ଯ୍ୟ କରିବେ। He will make his dwelling place into your place. ଆଉ ଆପଣଙ୍କର ବସା ଘରେ ସେ ନିଜର ବସା ଘର କରିବେ। Come on, everybody close hallelujah. Close your eyes. ଆପଣ ନିଜର ଆଖିକୁ ବନ୍ଦ କରନ୍ତୁ I'll pray for you each and everyone. ଆଉ ପ୍ରାର୍ଥନା କରିବା। Thank you, Lord. Thank you, Lord. For so many days, ଆଉ ଅନେକ ଦିନ ଧରି I was away from you, Father. ମୁଁ ତୁମଠାରୁ ଦୂରକୁ ଯାଇଛି Like Zacchaeus. ଯକ୍ଷଙ୍କ ସଦୃଶ୍ୟ, But now, କିନ୍ତୁ ବର୍ତ୍ତମାନ I wanted to come to you, Father. ମୁଁ ତୁମଠାରେ ଆସିବା ପାଇଁ ଚାହୁଁଛି। The tree which I have climbed, ସେଇ ଗଛ ଯେ ଗଛରେ ମୁଁ ଚଢିଥିଲି now I want to come down. ଆଉ ସେଇ ଗଛରେ ମୁଁ ଓହ୍ଲେଇବାକୁ I ଚାହୁଁଛି। wanted to come down from a position. ଆଉ ମୁଁ ମୋର ଅଧିକାରରୁ ତଳକୁ ଆସିବା ପାଇଁ ଚାହୁଁଛି। I wanted to leave everything.
मोर जीवन रे समस्त विषय को मु परित्याग करबा चाहूचे I want you to come to my home. मु चाहूची जे तमे मोर घर को आस I want you to come my home. तो विषय को मु परित्याग करबा चाहूचे The curse which is on me आउ जो अभिशाप मोर ऊपर अछि from my ancestors, मोर पूर्व पुरुष समय पर्यंत today आज दिन I put before you, Father. से समस्त विषय को तुम ठारे समर्पित करूछे Take away my curse. मोर जीवन रो समस्त अभिशाप को नहीं जाओ I wanted to get relief right now. आउ मु वर्तमान पूरा सुरक्षित आप जाऊचे Yes, Jesus, I need you. हां You प्रभु are my Messiah. आउ तुमे मोर मसीह हट I accept you, Lord. प्रभु मु तुमको आज ग्रहण करूछे Please accept me. मते मते तुमे ग्रहण I करो ask in Jesus' name. यीशु ख्रीष्ट के नाम रे मांगुछ पिता Amen. आमीन Amen. आमीन